ଶୋଇବା ପରେ ଆମର ଆତ୍ମା କେଉଁଆଡ଼େ ଯାଇଥାଏ, କ'ଣ କରିଥାଏ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନ ସବୁବେଳେ ଆଗ୍ରହୀ ରହିଥାଏ। ସମସ୍ତେ ଜାଣିବାକୁ ଚାହିଁଥାନ୍ତି ଯେ ପ୍ରକୃତରେ ଏ ଆତ୍ମାର ରହସ୍ୟ କ'ଣ? କିନ୍ତୁ ଏପରି ଦେଖିବାକୁ ଗଲେ ବହୁତ ଏମିତି ପ୍ରଶ୍ନ ଅଛି ଯାହାର ଉତ୍ତର ମିଳିବା ପାଖାପାଖି ଅସମ୍ଭବ ଅଟେ। କିନ୍ତୁ ଶାସ୍ତ୍ର ଅନୁସାରେ ଦେଖିଲେ ଆମେ ଶୋଇଥିଲା ବେଳେ ପ୍ରାୟ ସମୟ ଆତ୍ମା ପରମାତ୍ମା ସହିତ ଭେଟ ହୋଇ ଆସିଥାଏ। ତେଣୁ ଏ ଭିଡିଓ ମାଧ୍ୟମରେ ଆମେ ଆତ୍ମାର ରହସ୍ୟ ଉପରୁ ଆଜି ପରଦା ହଟାଇବା ପାଇଁ ଚେଷ୍ଟା କରିବା। ତେଣୁ ଆଜିର ପ୍ରଶ୍ନ ହେଉଛି ଯେ ଶୋଇଲା ପରେ ଆମର ଆତ୍ମା କେଉଁଠାକୁ ଯାଇଥାଏ? କିଛି ଭୌତିକତାବାଦୀ ଲୋକେ ଏ ଭିଡିଓକୁ ସ୍ୱୀକାର କରିବେ ନାହିଁ, କାହିଁକି ନା ଏମାନଙ୍କୁ ଲାଗିଥାଏ ଯେ ଏସବୁ ମିଛ ଅଟେ। କିନ୍ତୁ ପ୍ରକୃତରେ ଏଥିରେ କୌଣସି ମିଥ୍ୟା ନାହିଁ। ଆତ୍ମା କେବେ ମିଥ୍ୟା ହୋଇନପାରେ। ବାସ୍ତବରେ ଆତ୍ମା ଏକ ଜୀବ ଅଟେ, ଯିଏକି କେବେ ହେଲେ ମୃତ୍ୟୁବରଣ କରେ ନାହିଁ। କିଛି ସ୍ଥାନରେ ଆପଣଙ୍କୁ ଏହା କୁହାଯାଇଥିବ ଯେ ପ୍ରକୃତରେ ଆତ୍ମା ବୋଲି କୌଣସି ବସ୍ତୁ ହିଁ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ତ ବୈଦେଶିକ ବିଜ୍ଞାନୀମାନେ ମଧ୍ୟ ଏହା ସିଦ୍ଧ କରିସାରିଲେଣି ଯେ ବାସ୍ତବରେ ଆତ୍ମା ବୋଲି କିଛି ଅଛି। ତେବେ ଏ ବିଷୟରେ ଆମେ ପରେ ବିସ୍ତାର ଭାବେ ଆଲୋଚନା କରିବା। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନକୁ କହିଛନ୍ତି, ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନମ୍ ଦହତି ପାବକଃ ନ ଚୈନମ୍ କ୍ଲେଦନ୍ତ୍ୟାମ୍ପୁ ନ ଶୋଷୟତି ମାରୁତଃ। ଅର୍ଥାତ୍ ନା ଏହି ଆତ୍ମାକୁ କୌଣସି ଶସ୍ତ୍ର ଦ୍ୱାରା ଖଣ୍ଡ ଖଣ୍ଡ କରାଯାଇପାରିବ, ନା ଏହାକୁ ଅଗ୍ନି ଦ୍ୱାରା ଜଳାଯାଇପାରିବ, ନା ଏହାକୁ ଜଳ ଦ୍ୱାରା ଭିଜାଇ ହେବ, ନା ବାୟୁ ଦ୍ୱାରା ଏହାକୁ ଶୁଖାଇ ହେବ। ଆତ୍ମା ବାରମ୍ବାର ନୂଆ ଜନ୍ମ ନେଇ ପ୍ରତ୍ୟେକ ଥର ନୂଆ ଶରୀର ଧାରଣ କରିଥାଏ। ବନ୍ଧୁଗଣ, କିଛି ଲୋକ କହିଥାନ୍ତି ଯେ ଶୋଇଲା ପରେ ଆମର ଆତ୍ମା କୁଆଡ଼େ ହେଲେ ବୁଲୁଥାଏ। କେବେ ମଧ୍ୟ ଆପଣଙ୍କୁ ଏହା ଅନୁଭବ ହୋଇଥିବ ଯେ ଶୋଇଲା ପରେ ଆପଣଙ୍କ ଆତ୍ମା କେଉଁଆଡ଼େ ଯାଇଥାଏ? ସ୍ୱପ୍ନର ମନୋବିଜ୍ଞାନ ପ୍ରଥମରୁ ହିଁ ଏକ କୌତୂହଳ ବିଷୟ ହୋଇ ରହିଆସି। ଯେଉଁ ବ୍ୟକ୍ତି ଅତ୍ୟଧିକ ଥକିକରି ଶୋଇପଡ଼ିଥାଏ, ସେ ସମୟରେ ତାକୁ ବହୁତ ଅଜବ ଅଜବ ସ୍ୱପ୍ନ ଦେଖାଯାଇଥାଏ। ଆଉ କେବେ କେବେ ଆତ୍ମା ପରମାତ୍ମାଙ୍କ ସହିତ ଭେଟ ହୋଇ ମଧ୍ୟ ଆସିଯାଇଥାଏ। ସେତେବେଳେ ଆମକୁ ଏମିତି ଲାଗିଥାଏ ଯେମିତି ଆମର ମୃତ୍ୟୁ ହୋଇସାରିଛି, ଆଉ ଆମେ ଭଗବାନଙ୍କ ପାଖକୁ ଆସିଛେ, ତାଙ୍କୁ ସ୍ୱୟଂ ସ୍ୱଚକ୍ଷୁରେ ଦର୍ଶନ କରୁଛେ, ଯେଉଁଥିରୁ ଆମକୁ ବହୁତ ଶାନ୍ତି ମିଳୁଛି। ସେଠାରୁ ଆଉ ଆସିବାକୁ ଇଚ୍ଛା ହେଉନାହିଁ, କାହିଁକି ନା ଶୋଇବା ପରେ ଆମ ଶରୀର ବିଲକୁଲ ମୃତ୍ୟୁ ଭଳି ହୋଇଯାଇଥାଏ। ବେଳେ ବେଳେ ଶୋଇବା ଲୋକକୁ ଯେତେ ଉଠାଇଲେ ମଧ୍ୟ ସେ କେବେ ହେଲେ ଉଠି ନଥାଏ। ଏହାର କାରଣ ହେଲା ସେହି ସମୟରେ ଆମର ଆତ୍ମା ବହୁତ ଦୂରକୁ ଚାଲି ଯାଇଥାଏ, ଯେଉଁ କାରଣରୁ ମନୁଷ୍ୟ ବହୁତ ଡେରିରେ ଶୋଇକରି ଉଠିଥାଏ। ଆପଣମାନେ ମଧ୍ୟ ବେଳେବେଳେ ଏମିତି ଅନୁଭବ କରିଥିବେ ଯେ ଆପଣଙ୍କର ସ୍ୱପ୍ନରେ ଆପଣଙ୍କର ଇଷ୍ଟ ଦେବତାଙ୍କୁ ଦର୍ଶନ କରୁଛନ୍ତି, ଆପଣ ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଏହିପରି ଭାବରେ ବହୁତ ସାରା ପ୍ରକ୍ରିୟା ଚାଲିଥାଏ, ଯାହା ଆପଣଙ୍କ ପାଇଁ ବହୁତ ଅମୂଲ୍ୟ ଅଟେ। ଯେଉଁଦିନ ଆପଣଙ୍କ ସହିତ ଏହା ଘଟିଥାଏ, ସେଦିନ ଆପଣଙ୍କର ମନ, ଶରୀର ସବୁ ବହୁତ ପବିତ୍ର ଲାଗିଥାଏ। ଶୋଇଥିଲା ବେଳେ ଆମର ଆତ୍ମା ଅବଚେତନ ମନ ସହିତ ମଧ୍ୟ ଯୋଡ଼ି ହୋଇଯାଇଥାଏ। ସେଥିପାଇଁ ଶୋଇବାକୁ ମୃତ୍ୟୁର ଅନ୍ୟ ନାମ ବୋଲି ମଧ୍ୟ କୁହାଯାଇଥାଏ। ଶୋଇଲା ପରେ ଆପଣଙ୍କର ଆତ୍ମା ଆପଣଙ୍କ ଭବିଷ୍ୟତ ଆଡ଼େ ମଧ୍ୟ ଯାଇପାରେ। ବେଳେବେଳେ ଆପଣଙ୍କ ଆତ୍ମା ଆପଣଙ୍କ ଭବିଷ୍ୟତ ମଧ୍ୟ ଦେଖିଥାଇପାରେ, କାହିଁକି ନା ଆମର ଆତ୍ମାର ଏହି କ୍ଷମତା ରହିଛି। ଆପଣଙ୍କ ନିଜ ଆଖିରେ ଯାହା କେବେ ଦେଖିନଥିବେ, ତାହା ଆପଣ ଶୋଇକରି ମଧ୍ୟ ଆପଣଙ୍କ ଆତ୍ମା ସାହାଯ୍ୟରେ ଦେଖିପାରିବେ। ଆଉ କେବେ କେବେ ତ ଏମିତି ସ୍ୱପ୍ନ ଦେଖିଥିବେ ଯାହା ବେଳେ ବେଳେ ସତ ମଧ୍ୟ ହୋଇଥିବ। ଏହି ପ୍ରକାର ସ୍ୱପ୍ନ ଆମେ ସେତେବେଳେ ଦେଖିଥାଉ ଯେତେବେଳେ ଆମର ଅବଚେତନ ମନ ଭବିଷ୍ୟତ ଆଡ଼େ ଗତି କରିଯାଇଥାଏ। ଆମର ଅବଚେତନ ମନ ଭବିଷ୍ୟତକୁ କେମିତି ଜାଣିଥାଏ, ଏହା ଜାଣିବା ମଧ୍ୟ ଆମ ପକ୍ଷେ ଅସମ୍ଭବ ଅଟେ। କିନ୍ତୁ କୁହାଯାଏ, ଯାହା ଭୌତିକ ଜଗତ ଭିତରେ ଘଟିଥାଏ, ତାହା ପୂର୍ବରୁ ହିଁ ସୂକ୍ଷ୍ମ ଜଗତ ମଧ୍ୟରେ ଘଟି ସାରିଥାଏ। ଏହାର ଅର୍ଥ ହେଲା ଯେ ଆମ ସହିତ ପ୍ରଥମେ ଯାହା ସୂକ୍ଷ୍ମ ଜଗତରେ ଘଟେ, ତାପରେ ଯାଇ ଏହାର ପ୍ରଭାବ ଭୌତିକ ଜଗତରେ ପଡ଼ିଥାଏ। ଯେତେବେଳେ ଆମେ ଶୋଇପଡ଼ୁ, ସେତେବେଳେ ଆମର ଅଚେତନ ମନ ଅନନ୍ତ ବ୍ରହ୍ମାଣ୍ଡରେ ଯୋଡ଼ି ହୋଇଯାଇଥାଏ, ଆଉ କେଉଁଠାରେ କ'ଣ ଘଟୁଛି ସେ ସବୁକୁ ଦେଖିପାରିଥାଏ। ବେଳେ ବେଳେ ଆମେ ଶୋଇଲା ପରେ ବୈକୁଣ୍ଠ ଧାମକୁ ମଧ୍ୟ ସ୍ୱପ୍ନରେ ଦେଖିଥାଉ, ଯେମିତି ଦେବତାମାନେ ଦୂରରେ ଥାଇ ମଧ୍ୟ ସବୁ କିଛି ଦେଖିପାରନ୍ତି। ଆଉ ଯାହା ସୂକ୍ଷ୍ମ ଜଗତରେ ଘଟିଥାଏ, ସେ ସବୁକୁ ବହୁତ ସହଜରେ ଅଚେତନ ମନ ଖୋଜି ପାଇଯାଇଥାଏ। ଭବିଷ୍ୟତକୁ ଦେଖାଯାଉଥିବା ସ୍ୱପ୍ନ ମଧ୍ୟରେ ଆମର ଅଚେତନ ମନ ସେହି ସ୍ଥାନକୁ ଯାଇ ସବୁକିଛି ଦେଖିପାରିଥାଏ। ଅର୍ଥାତ୍ ସିଧା କହିବାକୁ ଗଲେ ସେ ଏଠାରେ ଥାଇ ମଧ୍ୟ ଆମର ଭବିଷ୍ୟତକୁ ଦେଖିପାରିଥାଏ। ଏମିତି ଏକ ଘଟଣା ମୋ ସହିତ ମଧ୍ୟ ଘଟିଥିଲା। ମୁଁ ଯେତେବେଳେ ଭୁବନେଶ୍ୱରରେ ଥିଲି, ସେତେବେଳେ ଏକ ନୂଆ ବାଇକ୍ଟିଏ କିଣିଲି। ସମସ୍ତଙ୍କୁ ସରପ୍ରାଇଜ ଦେବି ଭାବି ଏ କଥା ମୁଁ କାହାରିକୁ ଜଣାଇଲି ନାହିଁ, କାହିଁକି ନା 3-4 ଦିନ ପରେ
ମୁଁ ମୋର ଗାଁକୁ ଆସିବାର ଥିଲା। କିନ୍ତୁ ତା ପରଦିନ ଯେତେବେଳେ ମୁଁ ମୋ ବୋଉ ସହିତ ଫୋନରେ କଥା ହେଲି, ସେତେବେଳେ ମୋ ବୋଉ କହିଲା ଯେ ପୁଅରେ, କାଲି ରାତିରେ ମୁଁ ଗୋଟେ ସ୍ୱପ୍ନ ଦେଖିଛି ଯେ ତୁ ଗୋଟେ ନୂଆ ଗାଡି କିଣିଛୁ, ଆଉ ସେ ଗାଡି ଆସି ଆମ ଦୁଆରେ ରଖା ହୋଇଛି। ମୋ ସ୍ୱପ୍ନ କେବେ ସତ ହେବ କେଜାଣି? ବୋଉଠାରୁ ଏଭଳି କଥା ଶୁଣି ମୁଁ ବୋଉକୁ ହସି ହସି କହିଲି, ହଉ ଦେଖିବା ବୋଉ, କେବେ ଗାଡି କିଣିବା କଥା ସତ ହେଉଛି। ଏହାପରେ ମୁଁ ବୋଉ ସହିତ ଟିକିଏ କଥା ହୋଇ ମୋର ଫୋନକୁ ରଖିଦେଲି। କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ମୋର ଗାଡି କିଣିଥିବା କଥା ତାକୁ କିମ୍ବା ଘରେ କାହାରିକୁ ହେଲେ କହିନଥିଲି। ମନେ ମନେ ଭାବିଲି ଯେ ମୁଁ ଗତକାଲି ଗାଡି କିଣୁ କିଣୁ ମୋ ବୋଉକୁ ସ୍ୱପ୍ନ କେମିତି ହେଲା। ଆଉ ଏ ଘଟଣାର 2 ଦିନ ପରେ ମୁଁ ମୋର ନୂଆ ଗାଡି ସହିତ ଯାଇକି ଘରେ ହାଜର ହେଲି, ଯାହାକୁ ଦେଖି ମୋ ବୋଉ ସହିତ ସମସ୍ତ ଘର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ମୋ ବୋଉ କହିଲା, ଆରେ ମୁଁ ସ୍ୱପ୍ନରେ ଗାଡି ବି କିଣିବା କଥା କହିଲି ବୋଲି ତୁ ସାଙ୍ଗେ ସାଙ୍ଗେ କଣ ନୂଆ ଗାଡି କିଣି ଆଣିଲ ନା କଣ? ମୁଁ କହିଲି, ନାଇଁଲୋ ବୋଉ, ତୁ ଏ ସ୍ୱପ୍ନ ଦେଖିବା ଆଗରୁ ହିଁ ମୁଁ ଏ ଗାଡିକୁ କିଣି ସାରିଥିଲି, ଯାହାକି ଏକ ସତ ଘଟଣାକୁ ତୁ ସ୍ୱପ୍ନ ମାଧ୍ୟମରେ ହିଁ ଦେଖି ସାରିଥିଲୁ। ବଧୁଗଣ, ଅବଶ୍ୟ ସବୁ ସ୍ୱପ୍ନ କେବେ ହେଲେ ଏମିତି ସତ ହୋଇନଥାଏ। ଆଉ ଯେଉଁ ସ୍ୱପ୍ନ ସତ ହୋଇଥାଏ, ସେହି ସ୍ୱପ୍ନ ଦେଖିବା ପରେ ଆପଣ କେବେ ଅସ୍ଥିର ହୁଅନ୍ତୁ ନାହିଁ। ନିଜ ମନକୁ ଶାନ୍ତ ରଖନ୍ତୁ। ଏହା କେବଳ ଆମ ସହିତ ଘଟିଥାଏ ତାହା ନୁହେଁ, ଆମ ଘର ପରିବାର କାହା ସହିତ ମଧ୍ୟ ଏମିତି ଘଟିପାରେ। ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ ଭବିଷ୍ୟତ କେବେ ହେଲେ ଫିକ୍ସ ହୋଇନଥାଏ, କିନ୍ତୁ କିଛି ଜିନିଷ ନିଶ୍ଚୟ ଫିକ୍ସ ହୋଇଯାଇଥାଏ। ଶୋଇବାର ଅର୍ଥ ହେଉଛି ଆମର ଚେତନ ମନ ଶୋଇଯିବା। ଚେତନ ମନ, ଯାହାକି ଆପଣଙ୍କ ଶରୀରର ଏକ ଅଂଶ ଅଟେ, ଯିଏକି ଶୋଇପଡ଼ିଥାଏ। ଯେତେବେଳେ ଆମେ ଶୋଇପଡ଼ିଥାଉ, ସେତେବେଳେ ଆମର ଚେତନ ମନ ମଧ୍ୟ ଶୋଇପଡ଼ିଥାଏ। ଚେତନ ମନ ଆମର ବାହାର ମନ ହୋଇଥାଏ, କିନ୍ତୁ ଭିତର ମନ କେବେ ହେଲେ ଶୋଇନଥାଏ। ଭିତର ମନକୁ ଏହାର କୌଣସି ଆବଶ୍ୟକତା ନଥାଏ। ଚେତନ ମନ ମଧ୍ୟ ଯେତେବେଳେ ଶୋଇପଡ଼ିଥାଏ, ସେତେବେଳେ ଆମେ ବାହାର ବସ୍ତୁକୁ ଦେଖିବା ଆଉ ଶୁଣିବା ବନ୍ଦ କରିଦେଇଥାଉ। କିଛି ଲୋକ ଯେଉଁମାନେ ମରିକି ପୁଣି ଥରେ ଜୀବିତ ହୋଇଥାନ୍ତି, ସେମାନେ ଏସବୁ କଥା କହିଥାନ୍ତି, ଯେଉଁ କଥାକୁ ସେମାନେ ଦେଖିନଥିଲେ। ଏହାର ସିଧା ଅର୍ଥ ହେଲା ଯେ ସେମାନେ ତାଙ୍କର ଅଚେତନ ମନ ସହିତ ଯୋଡ଼ି ହୋଇଯାଇଥିଲେ। ବନ୍ଧୁଗଣ, ଆତ୍ମା କିଛି କରିନଥାଏ, କାହିଁକି ନା ଏହା ଏକ ଅଭୌତିକ ସତ୍ତା ଅଟେ। ତା ଭିତରେ କୌଣସି ବସ୍ତୁ କିମ୍ବା ପଦାର୍ଥ ନଥାଏ। ଆମେ ଯେ ନିର୍ଗୁଣ କଥା କହିଥାଉ, ତାହା ବାସ୍ତବରେ ଆତ୍ମା ହିଁ ଅଟେ। ଯେତେବେଳେ ଆମେ ଶୋଇଯାଇଥାଉ, ସେତେବେଳେ ଆମର ଅଚେତନ ମନ ଆତ୍ମା ସହିତ ଯୋଡ଼ି ହୋଇ କ୍ରିୟାଶୀଳ ହୋଇଯାଇଥାଏ। ଏହାପରେ ଆମେ ସ୍ୱପ୍ନରେ ହଜି ଯାଇଥାଉ, ଆଉ ଆମକୁ ଲାଗିଥାଏ ଯେମିତି ଆମର ଆତ୍ମା କେଉଁଆଡ଼େ ଯାଉଅଛି। ଦେଖିବାକୁ ଗଲେ ଏହାର ଉତ୍ତର ବହୁତ ବଡ଼ ବିସ୍ତୃତ ଅଟେ। ଆପଣ ଏତିକି ବୁଝି ନିଅନ୍ତୁ ଯେ ଆତ୍ମା କେବେ ଶୋଇନଥାଏ, ସେ ସବୁବେଳେ କ୍ରିୟାଶୀଳ ରହିଥାଏ, ଯେ ପର୍ଯ୍ୟନ୍ତ ସେ ଆମ ଶରୀରରେ ରହିଥାଏ। କୁହାଯାଏ ଶରୀରର ମୃତ୍ୟୁ ପରେ ଆତ୍ମା ଅନନ୍ତ ଆକାଶରେ ବିଲୀନ ହୋଇଯାଇଥାଏ। ଏମିତିରେ ଦେଖିବାକୁ ଗଲେ ଏହାର ପ୍ରାମାଣିକ ଉତ୍ତର କାହା ପାଖରେ ବି ନାହିଁ। କିନ୍ତୁ କିଛି ଲୋକମତ ଅନୁଯାୟୀ ଆତ୍ମା ଏକ ଛୁଞ୍ଚି ମୁନ ପରି, ଏକ ବିନ୍ଦୁ ପରି ହୋଇଥାଏ, ଯାହାକି ଶରୀରର ପ୍ରତ୍ୟେକ ସ୍ଥାନକୁ ବୁଲି ବୁଲି ଚେତନାକୁ ଜାଗ୍ରତ କରିଥାଏ। ଯଦି ଆପଣ ଭାବୁଛନ୍ତି ଯେ ଶୋଇଲା ପରେ ଆପଣଙ୍କର ଆତ୍ମା କେଉଁଆଡ଼େ ବୁଲିବାକୁ ଯାଉଛି, ତେବେ ଆପଣ ଭୁଲ ଭାବୁଛନ୍ତି। ପ୍ରକୃତରେ ଆତ୍ମା ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ ଅଟେ, କିନ୍ତୁ ଆପଣଙ୍କ ଆତ୍ମା କିଛି କର୍ମ ଢାଞ୍ଚାରେ ପଡ଼ି ବନ୍ଦ ହୋଇଯିବା କାରଣରୁ ଏହା ଆପଣଙ୍କୁ ଲାଗିଥାଏ ଯେ ଆପଣ ଜଣେ ଅଲଗା ଆତ୍ମାର ଶରୀର ବୋଲି। କିନ୍ତୁ ଏମିତି କିଛି ବି ନୁହେଁ। ଯଦି ଆପଣ ଏହି କର୍ମର ଢାଞ୍ଚାକୁ ହଟାଇ ଦିଅନ୍ତି, ତେବେ ଆପଣଙ୍କର ଆତ୍ମା, ମୋ ଆତ୍ମା ଏମିତି କିଛି ବି ବସ୍ତୁ ନାହିଁ। ଏହାର ଅର୍ଥ ଏହା ଯେ ଶୋଇଲା ପରେ ଆପଣଙ୍କର ଆତ୍ମା କେଉଁଆଡ଼େ ବି ଯାଇନଥାଏ। ଆମକୁ କେଉଁଆଡ଼େ ଯିବାର ମଧ୍ୟ ଆବଶ୍ୟକତା ନାହିଁ, କିନ୍ତୁ ଆପଣଙ୍କର ମନ ନିଶ୍ଚୟ ଗତି କରିଥାଏ, ଯେ ଗତିକୁ ଆମେ ଆମର ଆତ୍ମାର ଗତି ବୋଲି ଭାବିଥାଉ। ସ୍ୱପ୍ନରେ ଆମେ ବର୍ତ୍ତମାନକୁ ଦେଖିପାରିଥାଉ। ଯେଉଁ ଘଟଣା ବର୍ତ୍ତମାନରେ ଘଟିଥାଏ ଆଉ ଆମେ ତାକୁ ସ୍ୱପ୍ନ ରୂପରେ ଦେଖିଥାଉ, ଏହି ପ୍ରକାର ସ୍ୱପ୍ନ ଆମକୁ ଏହା ସୂଚନା ଦେଇଥାଏ ଯେ କେଉଁଠାରେ କ'ଣ ଘଟୁଛି। ଜୀବାତ୍ମା ଅଚେତନ ମନ ସହିତ ଅତି ସହଜରେ ସମ୍ବାଦ ରଖିପାରେ, କିନ୍ତୁ ଚେତନ ମନ ସହିତ ସମ୍ପର୍କ କରିବା ତା ପାଇଁ ଏତେ ସହଜ ହୋଇନଥାଏ। ସେଥିପାଇଁ ତ ଦେବତା ଆଉ ଅନ୍ୟ ଆତ୍ମାମାନେ ସ୍ୱପ୍ନ ମାଧ୍ୟମରେ କିଛି କହିଥାନ୍ତି। ଚେତନା ମନର ନିଜର ଏକ ସୀମା ଥାଏ, ଆଉ ଅଚେତନ ମନର ନିଜର ମଧ୍ୟ ସୀମା ଥାଏ। ଏଥିରେ ଗୋଟିଏ ଭୌତିକ ହୋଇଥାଏ ତ ଆଉ ଗୋଟିଏ ସୂକ୍ଷ୍ମ ହୋଇଥାଏ। ଶୋଇଲା ପରେ ଆପଣ ଭୂତକାଳକୁ ଦେଖିପାରନ୍ତି। ଆପଣଙ୍କୁ ଏଠାରେ କହିଦେବାକୁ ଚାହୁଁଛୁ ଯେ ଆତ୍ମା ଏକ ସହଯୋଗୀ ଅଟେ। ଏହା କେବଳ ସହଯୋଗ କରିପାରେ। ଏହି କାରଣରୁ ଆପଣଙ୍କର ଅଚେତନ ମନ ଭୂତକାଳକୁ ଦେଖିପାରିଥାଏ। ଏଠାରେ ଆମେ ଭୂତକାଳର ଚର୍ଚ୍ଚା କିଛି ଉଦାହରଣରୁ ଜାଣିପାରିବା। ଭୂତକାଳର ଅର୍ଥ ହେଲା ଯାହା ଘଟି ସାରିଛି, ଆଉ ତାର ଅଂଶ ଆପଣଙ୍କର ଭିତରେ ଅଛି।
କିନ୍ତୁ ଚେତନ ମନ ସେ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ, କିନ୍ତୁ ଅଚେତନ ମନ ସେଠାରେ ପହଞ୍ଚି ପାରିଥାଏ। ଆପଣ ପୂର୍ବ ଜନ୍ମରେ ଯେଉଁ ସବୁ କଥା ଜାଣିଛନ୍ତି ବା ଯେଉଁ ଘଟଣା ସବୁ ଦେଖିଛନ୍ତି ସେ ସବୁ ଆପଣଙ୍କ ଭିତରେ ହିଁ ଅଛି, କିନ୍ତୁ ଆପଣ ସେ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ। ଯେତେବେଳେ ଆପଣ ସ୍ୱପ୍ନ ଦେଖିଥାନ୍ତି ସେତେବେଳେ ଆପଣଙ୍କର ଅଚେତନ ମନ ସେହି ସବୁ କଥାକୁ ଆପଣଙ୍କୁ ସ୍ୱପ୍ନ ରୂପରେ ଦେଖାଇଥାଏ, ଯାହା ପୂର୍ବରୁ ଘଟି ସାରିଥାଏ। ଏହାର ପରିଣାମ ଦୁଇ ପ୍ରକାର ହୋଇଥାଏ। ବେଳେ ବେଳେ ଆମେ କିଛି ଏମିତି ସ୍ୱପ୍ନ ଦେଖିଥାଉ ଯାହା ବିଷୟରେ ଆମେ ଏହି ଜୀବନରେ କିଛି ହେଲେ ଜାଣିନଥାଉ କିମ୍ବା ଦେଖିନଥାଉ। ଏହି ଘଟଣା ବହୁତ ଲୋକଙ୍କ ସହିତ ଘଟିଥାଏ। ଜଣେ ମହିଳାଙ୍କୁ ସ୍ୱପ୍ନରେ ଏକ ଏମିତି ମନ୍ଦିର ଦେଖାଯାଉଥିଲା ଯାହାକୁ ସେ କେବେ ହେଲେ ଦେଖିନଥିଲେ, କିନ୍ତୁ ଯେତେବେଳେ ବାସ୍ତବରେ ସେ ମହିଳା ଜଣକ ସେ ମନ୍ଦିରକୁ ଖୋଜିବାକୁ ଚେଷ୍ଟା କଲେ ତାଙ୍କୁ ସେ ମନ୍ଦିର ସତକୁ ସତ ମିଳିଗଲା। ଏହାପରେ ସେ ମହିଳା ଜଣକ ଏହା ବୁଝିଗଲେ ଯେ ଏହା ତାଙ୍କର ପୂର୍ବ ଜନ୍ମର ସ୍ଥାନ ଥିଲା, ସେଥିପାଇଁ ତାକୁ ବାରମ୍ବାର ଏହି ମନ୍ଦିରର ସ୍ୱପ୍ନ ଆସୁଥିଲା। ଏହାର ଅର୍ଥ ଏହା ହେଲା ଯେ ସ୍ୱପ୍ନ ମଧ୍ୟରେ ଅଚେତନ ମନ ତାଙ୍କୁ ଏହି ସୂଚନା ଦେବା ପାଇଁ ଚେଷ୍ଟା କରୁଥିଲା। ବନ୍ଧୁଗଣ, ଏ ଭିଡିଓ ମାଧ୍ୟମରେ ଆମେ ଜାଣିଲେ ଯେ ଶୋଇଲା ପରେ ଆମର ଆତ୍ମା କେଉଁ ଆଡେ ଯାଇଥାଏ ଆଉ କଣ କରିଥାଏ। ପ୍ରକୃତରେ ଆମର ଚେତନ ମନ ହିଁ ଶୋଇଥାଏ ଆଉ ଅଚେତନ ମନ ସବୁବେଳେ ଜାଗ୍ରତ ଅବସ୍ଥାରେ ରହିଥାଏ। ଯଦି ଆତ୍ମାକୁ ନେଇ ଆପଣଙ୍କର କୌଣସି ଅନୁଭବ ଅଛି କିମ୍ବା କୌଣସି ସ୍ୱପ୍ନ ଅଛି ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।